ସକାଳୁ ସକାଳୁ ଦାସବାବୁଙ୍କ ଘର ଦେଇ ଗଲାବେଳେ ତାଙ୍କର ବୋହୂ ପିଲାଟି ତା ଛୁଆକୁ କହୁଥାଏ, ଦାନ୍ତ ଘଷି ଦେଉନୁ, ଦାନ୍ତ ଘଷିଲେ ସିନା ଖାଇବୁ। ଛୋଟ ଛୁଆଟି କହୁଥାଏ, ନା ନା ମୁଁ ଦାନ୍ତ ଘଷିବିନି, ମୋତେ ସେମିତି ଖାଇବାକୁ ଦିଏ। ବୋହୂଟି କହୁଛି, କ'ଣଟା ଆସିତେ ତ ଖାଇବାକୁ ଦେଇଦେବି। ତ ବନ୍ଧୁ, କହିବାଟା କ'ଣ ଠିକ୍ ହେଲା? ମୋ ଜାଣିବାରେ ଦାସବାବୁଙ୍କର ସେମିତି କିଛି ଅଭାବ ନାହିଁ। ଭଲ ଚାକିରିଟେ କରିଛନ୍ତି, ମୋଟା ଅଙ୍କର ଦରମା ମଧ୍ୟ ପାଉଛନ୍ତି। ଯଦି ସେ ସେପରି ନ କହି ଏପରି କହିଥାନ୍ତେ, ନାଇଁ ଦାନ୍ତ ଘଷି ଦିଏ, ଅଘଷା ପାଟିରେ ଖାଆନ୍ତି ନାହିଁ, ଦାନ୍ତ ନ ଘଷି ଖାଇଲେ ରୋଗ ହେବ, ତାହା ନକରି ସେ ନିଜର ଅଜ୍ଞାନତା ପ୍ରକାଶ କଲେ ଏବଂ ଘରର ଅଭାବବୋଧଟାକୁ ବାହାରେ ପ୍ରକାଶ କଲେ। କ'ଣ ସେ ଦାସବାବୁଙ୍କ ବୋହୂ ଠିକ୍ କଲେ କି? ଦୟାକରି ଟିକେ କମେଣ୍ଟରେ କୁହନ୍ତୁ।